ତ୍ରୟୋବିଂଶ ପରିଚ୍ଛେଦ କର୍ମଫଳ। ଗୋପାଳପୁର ପାଖରେ ବିରୂପା ନଦୀଟା ଭାରି ଚଉଡ଼ା। ଅଧେ କୋଶଠାରୁ ଊଣା, ଅଧେ କୋଶରୁ ଊଣା। ଅଧେ କୋଶରୁ ଊଣା ନୁହେଁ, ମାତ୍ର ଧାରଟା ତେତେ ଚଉଡ଼ା ନୁହେଁ। ଗଣ୍ଡଗୋଳିଆ ଜାଗା କମ୍ ଚଉଡ଼ା ହୁଏ। ଗଣ୍ଡଗୋଳିଆ ଜାଗା କମ୍ ଚଉଡ଼ା ହୁଏ। ନଦୀର ଦକ୍ଷିଣ ତରଫଟାରେ ଧାର। ଗୋପାଳପୁର ଘାଟରେ ତୁଚ୍ଛା ବାଲି। ସେହିପରି ଟାଣୁଆ ବଢ଼ି ହେଲେ ତୋଠ ଯାଏ ପାଣି ଯାଏ। 10-12 ଦିନ ହେଲା ସେହିପରି ବର୍ଷା ନ ଥିବାରୁ ନଦୀଟା ଛାଡ଼ିଥିଲା। ଗଲା ପରଦିନ ଉପର ଓତିଠାରୁ ଅଳ୍ପ ଅଳ୍ପ ପାଣି ପଡ଼ୁଅଛି। ମେଞ୍ଚା ମେଞ୍ଚା ଫେଣ ଧାଡ଼ି ଧାଡ଼ି ହୋଇ ଭାସି ଯାଉଛି। କୌଣସି କୌଣସି ସ୍ଥାନରେ ପାଣିକଖାରୁ ପରି ଫେଣଟାଏ ଭଉଁରୀରେ ପଡ଼ି ଭାଙ୍ଗି ଟିକି ଟିକି ହୋଇଯାଉଛି। କାଠିକୁଟା କେତେ ଭାସି ଯାଉଛି ଠିକଣା ନାହିଁ। ଗଣ୍ଡ ଜାଗା ଥିବାରୁ ଏଠାରୁ ଗୋମୁହାଁ କୁମ୍ଭୀରର ଉପଦ୍ରବ ଭାରି। ଦଢ଼ିଆଣି ପଣ ଘଡ଼ିଆଳ ତ ପଣ। ଏଠାରେ ଭରସି ଆଣ୍ଠୁ ଆଣି ପାଣିରୁ କେହି ବେଶି ପାଣିକି ଯାଇପାରେ ନାହିଁ। ପୁଣି ନୂଆ ପାଣି ପଡ଼ିଲେ କୁମ୍ଭୀରଗୁଡ଼ିକ ଭାରି ମାତନ୍ତି। ନୂଆ ବଢ଼ିକି ପରତେ ନାହିଁ। ଫେଣରେ କୁମ୍ଭୀର ଖାଏ। ତୋଠରେ ଦିନରାତି ଖଣ୍ଡିଏ ଡଙ୍ଗା ବନ୍ଧା ହୋଇଥାଏ। ଗାଉଁଲି ଲୋକେ, ହାଟୁଆ ଲୋକେ ପାରି ହୁଅନ୍ତି। ସରକାରୀ ଡାକ ପାରି କରିବା ସକାଶେ ନାଉରୀ ଦିନରାତି ପଲା ମାରି ଜଗିଥାଏ। ସରକାରରୁ ମାସକୁ 2 ଟଙ୍କା ଦରମା ପାଏ। ଗାଉଁଲି ଲୋକେ ନଗଦ କିଛି ଦିଅନ୍ତି ନାହିଁ। ପୁଷ ମାସ ଧାନକଟା ସମୟରେ ନାଉରୀ ବିଲ ବିଲ ବୁଲି ପ୍ରତି ଘରୁ ଗୋଟିଏ ହଳା ଅସୁଲ କରେ। ହାଟପାଳି ଦିନ ବାଟୁଆମାନେ କେହି ପିତାଶୁଖୁଆ ପୁଞ୍ଜାଏ, କେହି ବାଇଗଣ ଯୋଡ଼ାଏ, କେହି ଲୁଣ ଚିମୁଟେ, କେହି ତେଲ ଦିଟୋପା ଦେଇଯାଏ। କୌଣସି କୌଣସି ଦିନ ବଡ଼ ବଡ଼ ମହାଜନ ଅଚିହ୍ନା ବାଟୋଇ ପହଞ୍ଚିଗଲେ ପଇସାଏ ଅଧଲାଏ ଖଜାଖିଆ ଦେଇଯାନ୍ତି। ଦେଶ କାଳପାତ୍ର ଘେନି ଏହି ଲାଭ ଊଣା ଅଧିକ ହୁଏ। ମାତ୍ର ସରକାରୀ ମନୁଷ୍ୟ ଅର୍ଥାତ୍ ଥାନା ଦାରୋଗା, ମୁନିସି, କାନଗୋଇ ପାର ହେବା ଦିନ କାନମୋଡ଼ାଟା, ଚାପୁଡ଼ାଟା, ଗାଳିଟା କେଭେ ଊଣା ହୁଏ। ଦେଶ କାଳପାତ୍ର ଘେନି ଲାଭ ଊଣା ଅଧିକ ହୁଏ। ମାତ୍ର ସରକାରୀ ମନୁଷ୍ୟ ଅର୍ଥାତ୍ ଥାନା ଦାରୋଗା, ମୁନିସି, କାନଗୋଇ ପାର ହେବା ଦିନ କାନମୋଡ଼ାଟା, ଚାପୁଡ଼ାଟା, ଗାଳିଟା କେବେ ଊଣା ହୁଏ ନାହିଁ। କେଉଟ ଚାନ୍ଦିଆ ବେହେରା କହେ, ଏହି ଘାଟ ବହି ତା ଦିହକ ପାହିଲାଣି। ତା'ପରି ଜଣେ ଆଣ୍ଟୁଆ ନାଉରୀ ଏ ଖଣ୍ଡମଣ ଡଳରେ ଦେଖା ନାହିଁ। ରାତି ଶେଷ ହୋଇ ଆସିଲାଣି। ରାତିରେ ଭାରି ବର୍ଷା, ଭାରି ତୋଫାନ ଥିଲା। ବର୍ତ୍ତମାନ ପାଣି କିମ୍ବା ପବନ ନାହିଁ। ମେଘଟା ସେହିପରି ଘୋଡ଼ାଇଛି। ଅକାରଣ କେଉଁଠି କିପରି ଫାଙ୍କରେ ସାନ ସାନ ତରାଟିମାନ ଜୁଳୁ ଜୁଳୁ କରି ଅନାଇ ଲୁଚି ଯାଉଛନ୍ତି। ଠିକ୍ ଏହି ସମୟରେ ଜଣେ ବାଟୋଇ ସାନ ଗଣ୍ଡିରାଟିଏ ପିଠିରେ ବୋକଚା କରି ତୋଠ ପାଖରେ ନଦୀ କୂଳେ କୂଳେ ବୁଲୁଅଛି। ନଦୀ କୂଳେ କୂଳେ 4-500 ହାତ ଚାଲିଯାଇ ପୁନର୍ବାର ତୋଠଠାକୁ ଫେରି ଆସୁଅଛି। ଜଣାଯାଏ ପହଁରି ନଦୀ ପାର ହେବାର ଲୋକଟାର ଇଚ୍ଛା, ହେଲେ ବଳ ଖଟୁ ନାହିଁ।
ତୋଠାରେ ଠିଆ ହୋଇ ଡାକିଲା, ଏ ନାଉରୀ ଭାଇ, ଏ ନାଉରୀ ଭାଇ। ଚାନ୍ଦିଆ ବେହେରା ବାଲିରେ କାତଟା ପୋତି ଖଣ୍ଡେ ଲମ୍ବା ଦଉଡ଼ିରେ ଡଙ୍ଗାଟା ଖଟାଇ ଦେଇ ତୁଠ ପାଖରେ ଭୂଇଁପଲାରେ ଶୋଇଅଛି। ବାଟୋଇ ପୁନର୍ବାର ଥରେ ଅତି ସାବଧାନରେ ଡାକିଲା, ଏ ନାଉରୀ ଭାଇ, ଏ ନାଉରୀ ଭାଇ। ବାଟୋଇ ଡାକିସାରି ଚମକି ପଡ଼ିଲା ପରି ଥରେ ପଛକୁ ଅନାଇଲା। ନାଉରୀ କି ଶୋଇଯାଇଛି? ଏତେ ଡାକର ଜବାବ ନାହିଁ କ୍ୟାଁ? ମାତ୍ର ଆମ୍ଭେମାନେ ନିଶ୍ଚୟ ଜାଣୁ, ନାଉରୀ ରାତି ଘଡ଼ିଏ ଥାଉଁ ଉଠି ବସିଥାଏ। ଶାସ୍ତ୍ରକାରମାନେ ବୋଲିଅଛନ୍ତି, ବ୍ରହ୍ମ ମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରିବ। ଶାସ୍ତ୍ରବିଧି ପାଳିବା ସକାଶେ ଯେ ଚାନ୍ଦିଆ ଉଠିଥାଏ, ଏହା ନୁହେଁ। ଦିନେ ଦିନେ ରାତି ପିଛିଲା ପହରରେ ଡାକ ଆସି ପଡ଼ିଯାଏ। ସେଥିସକାଶେ ସେ ଜାଗ୍ରତ ଥାଏ। ଆଉ ଗୋଟିଏ କଥା, ସଞ୍ଜବେଳକୁ ଘାଟ ବନ୍ଦ ହୋଇଯାଏ। ସଅଳେ ସଅଳେ ଚାରିଟା ଖାଇଦେଇ ଶୋଇପଡ଼ିଥାଏ। ରାତିଟା ଯାକ କେତେ ଶୋଇବ? ଚାନ୍ଦିଆ ପଲା ମଧ୍ୟରେ 2 ଆଣ୍ଠୁ ଉପରେ ମୁଣ୍ଡଟି ଦେଇ ଠୁଙ୍ଗା ହୋଇ ବସିଛି। ଆଗରେ ନିଆଁ ଉହ୍ମେଇ ଚଷୁ ନିଆଁକୁ 2 ହାତ ବଢ଼ାଇ ଦେଇଅଛି। ବୋଧହୁଏ ସେ ମନ ମଧ୍ୟରେ ଭାଳୁଛି, ଅବେଳରେ ଏ ବାଟୋଇ ବା କିଏ? ସରକାରୀ ଲୋକ ତ ନିଶ୍ଚୟ ନୁହେଁ। ଏ ଲୋକଟା ଭାଇ ଭାଇ ଡାକୁଛି। ସରକାରୀ ଲୋକ ହୋଇଥିଲେ ତା ଘରଆଡ଼ ଭାଇ ଲେଖା କରି ଡାକନ୍ତା। ଯିଏ ହେଉ ଡାକୁଥାଉ, ରାତି ପାହୁ ଦେଖିବି। ଯିଏ ହେଉ ଡାକୁଥାଉ, ରାତି ପାହୁ ଦେଖିବି। ପୁନର୍ବାର ଡାକ, ଏ ନାଉରୀ ଭାଇ, ଆ ବାହାରି ଆ, ଖଜଖିଆ ଦେବି। ଚାନ୍ଦିଆ ଆଉ ସମ୍ଭାଳି ପାରିଲା ନାହିଁ। ଖଜାଖିଆ ନାଁ ଶୁଣି 2-3 ଥର କାଶିଲା। ଖଜାଖିଆ ଶବ୍ଦରେ କିପରି ଗୋଟାଏ ମନମୋହନ ଶକ୍ତି ଅଛି। ନାଉରୀ ତ ନାଉରୀ, ଖଜାଖିଆ ଶବ୍ଦ ଶୁଣିଲେ କେଡ଼େ କେଡ଼େ ଲୋକମାନେ କାଶି ପକାନ୍ତି। ଚାନ୍ଦିଆ ପଲା ମଧ୍ୟରୁ ଜବାବ ଦେଲା, କିଏ ପାଟି କରୁଛ ହୋ? ରୁହ, ରାତି ପାହୁ। 1,00,000 ଟଙ୍କା ଦେଲେ ତ ମୁଁ ବାହାରକୁ ବାହାରିବି ନାହିଁ। ବାଟୋଇ, ଦେଖ ଭାଇ ନାଉରୀ, ମୋ କଟକରେ ମାମଲା ଅଛି। ଚଞ୍ଚଳ ଯିବି। ନେ 5 ଟଙ୍କା ନେ। 5 ଟଙ୍କା? ଏ କ'ଣ ଏ? ଗୋଟାଏ ପଞ୍ଝାରିକୁ 5 ଟଙ୍କା? ଗୋଟାଏ ପଝାରିକୁ 5 ଟଙ୍କା? ଚାନ୍ଦିଆ ଜୀବନରେ କେବେ ଏପରି ଘଟଣା ଘଟିନାହିଁ। ଏକାବେଳକେ 5 ଟଙ୍କା ତା ହାତରେ ପଡ଼ିଛି କି ନାହିଁ, ସେ ବିଷୟରେ ଆମ୍ଭମାନଙ୍କର ଘୋର ସନ୍ଦେହ ଅଛି। ସେ ପୂର୍ବ ମୁହୂର୍ତ୍ତରେ ପ୍ରତିଜ୍ଞା କରିଥିଲା, 1,00,000 ଟଙ୍କା ପାଇଲେ ମଧ୍ୟ ବାହାରନ୍ତା ନାହିଁ। ଲକ୍ଷକରୁ 5 ଟଙ୍କା ଫେଡ଼ିଦେଲେ ବାକି କେତେ ଊଣା ହେଲା, ଏକଥା ଆଲୋଚନା କରିବା ବୋଧହୁଏ ଅନାବଶ୍ୟକ ବୋଧକଲା। ଏଣେ ଡର। ବାଟୋଇ ଯେବେ ବାହୁଡ଼ିଯାଏ ଅବା ରାତି ପାହିଗଲେ ପଇସାଟିଏ ନୋହିଲେ ଯୋଡ଼ାଏ। ଚାଳିଆ ପଲା ଭିତରୁ ଡାକ ଦେଲା, ରହ ତେବେ ରହ, ମୁଁ ଯାଏ। ନିଆଁ ଉପରେ ଫୁଙ୍କି ଫୁଙ୍କି କାହାଳି ଲଗାଇ ହାତରେ ଆଭୁଲାଟାଏ ଧରି ପଲାରୁ ବାହାରି ପଡ଼ିଲା। ପିନ୍ଧିଲା ଲୁଗାପଟା ଅଣ୍ଟାରେ ଭିଡ଼ିଦେଇ ମୁଣ୍ଡରେ ଗାମୁଛାଟା ଗୁଡ଼େଇ ଟୋପରଟା ଥୋଇଦେଲା। ବାଟୋଇକୁ କହିଲା, ଆଣ କ'ଣ ଦେଉଛ ଦିଅ। ତୁମେ ବୋଲି ମୁଁ ବସାରୁ ବାହାରିଲି। ଆଉ କେହି ହୋଇଥିଲେ ମୁଁ କି ଉଠିଥାନ୍ତି? ବାଟୋଇ 5ଟି ଟଙ୍କା ବଢ଼ାଇଦେଲା। ନାଉରୀ 2 ହାତରେ 1, 2, 3, 4, 5 ଏ ହାତ ସେ ହାତ କରି 3 ଥର ଗଣିଲା। ଟଙ୍କା ନେବ ଗଣି, ପାଣି ପିଇବା ଛାଣି। କାହାଳିଟା ବଳରେ ଭିଡ଼ି ନେଇ ଆଲୁଅରେ ଥରେ ଟଙ୍କାଗୁଡ଼ାକ ଦେଖିନେଲା। କୁଞ୍ଚକାନିରେ ବାନ୍ଧି ଅଣ୍ଟାରେ ଭଲ କରି ଖୋସି ଦେଇ ଆକାଶକୁ ପୁଣି ଚାରିଆଡ଼କୁ ଅନାଇଲା। ଆଉ ରାତି ନାହିଁ। ବାଟୋଇ ନାଆ ଆଗ
ନା ଆଗ ମଙ୍ଗରେ ବସି ସାରିଲାଣି। ନାଉରୀ ଡାକିଦେଲା, ଭଲ କରି ସମ୍ଭାଳି ବସ। ଡଙ୍ଗାରେ ଡାହାଣ ହାତ 3 ଥର ଲଗାଇ ମୁଣ୍ଡରେ ମାରି ଫିଟାଇ ଦେଲା। ଯେ ଗଙ୍ଗା ମାତା କହି ନାଆରେ ଉଠି ବସିଲା। ଉପର ପାଣି ତୋଡ଼ ପଡ଼ିଛି, ସମ୍ଭାଳି ହେଉନାହିଁ। ଆଉଲା ବାହୁ ବାହୁ ଡଙ୍ଗାଟା ଢେର ତଳକୁ ଭାସିଗଲା। ସମ୍ଭାଳି ଟେକୁ ଟେକୁ ନଦୀ 6 ପାଣି 10 ପାଣି ହୋଇଅଛି। ରାତି ପ୍ରାୟ ପାହି ଆସିଲାଣି। ଗୋପାଳପୁର ତୋଠ ପାଖରୁ ଗୋଟାଏ ଗୀତ ଶୁଭିଲା। ଏ ରାମ ଯେ ଲଇକ୍ଷଣ ହେ ଗଲେ ମୃଗ ମାରି, କୁଡ଼ିଆ ଦୁଆରେ ଆସି ଉଭା ବ୍ରହ୍ମଚାରୀ। ବୋଇଲେ ସୀତୟା ଗୋ ଭିକ୍ଷା ଦିଅ ଆମ୍ଭଙ୍କୁ, ନୋହିଲେ ଅଭିଶାପ ଗୋ ଦେବୁ ରାମ ଲଇକ୍ଷଣକୁ। ବାଟୋଇ ଡଙ୍ଗାରେ ବସି ବାରମ୍ବାର ଗୋପାଳପୁର ତୋଠ ଆଡ଼କୁ ଚାହିଁଛି। ଗୀତର ଶବ୍ଦ ଅବିରଳ ଅନ୍ଧକାର ରାଶି ଭେଦ କରି କାନରେ ପଡ଼ିବାରୁ ବାଟୋଇ ଚଙ୍ଗ ଚଙ୍ଗ ହୋଇ ଠିଆ ହୋଇ ସେ ଦିଗକୁ ଅନାଇଲା। ନାଉରୀ କାନକୁ ଶବ୍ଦ ଯାଇନାହିଁ। ଏକ ମନରେ ଡଙ୍ଗା ବାହୁଥିଲା। ଡଙ୍ଗା ଟଳ ଟଳ ହେବାରୁ ଡାକିଦେଲା, ଆରେ ବସିପଡ଼। ବାଟୋଇର ଭାବ ଦେଖି ନାଉରୀ ମଧ୍ୟ ତୋଠ ଆଡ଼କୁ ଚାହିଁ କହିଲା, ଓହୋ, ଟପାଟା ହାବୁଡ଼ିଲା ଯେ। ଏହା କହି ଡଙ୍ଗା ମଙ୍ଗ ଫେରାଇ ଦେଲା। ବାଟୋଇ ବ୍ୟାକୁଳ ହୋଇ କହିଲା, ଏ ନାଉରୀ ଭାଇ, ଡଙ୍ଗା ଫେରାନା, ମୋତେ ଆଗ ପାରି କରି ଦେ। ନାଉରୀ କହିଲା, ମଲା, ଯା, ସରକାରୀ କଥା, ମୁଁ କ'ଣ ଜେଲ ଯିବି? ରାତ୍ର ଶେଷ, ଅଳ୍ପ ଅଳ୍ପ ଆଲୁଅ ପଡ଼ିଲାଣି। ନାଉରୀ ଦେଖିଲା, ବାଟୋଇର ସର୍ବାଙ୍ଗ ରକ୍ତମୟ। ଲୁଗାରେ ରକ୍ତ, ବୋକଚାରେ ରକ୍ତ। ଦୋଳରେ ଫଗୁ ଖେଳିଲା ପରି ଲାଲ ଟହ ଟହ ଦିଶୁଅଛି। ନାଉରୀ ଚମକି ପଡ଼ି କହିଲା, କ'ଣ ହେ, ରକ୍ତ କାହୁଁ ଅଇଲା? ତୁମେ କ'ଣ କାହାକୁ ମାରିଛ? ବାଟୋଇ ଚଞ୍ଚଳ ଗଣ୍ଠିରାଟି ଧରି ନାଉରୀ ହାଁ ହାଁ କହୁଁ କହୁଁ ନଦୀକୁ ଡେଇଁ ପଡ଼ିଲା। 15-20 ହାତ ପହଁରି ଯାଉଁ ଯାଉଁ କାହୁଁ ଗୋରିଏ ଗୁମୁହଁ କୁମ୍ଭୀର ଆସି ଟାପ୍ କରି ଧରି ପକାଇଲା। ଗଣ୍ଠିରାଟି ଅଳ୍ପ ଦୂର ଭାସିଯାଇ ବୁଡ଼ିଗଲା। ଚାନ୍ଦିଆ ଚାହିଁଥାଏ, ଏ ଲୋକଟା କିଏ? କେଉଁଠାରୁ ଅଇଲା? କାହିଁ ଯାଉଥିଲା? ବୁଝିବା ହେଲା ପାଠକ ଅବଧାନ। ଆମ୍ଭେ ହେଲୁ ଗ୍ରନ୍ଥକାର, ସୁତରାଂ ସର୍ବଜ୍ଞ। ଏହି ସେ କୁମ୍ଭୀର ଲୋକଟାକୁ ଘେନିଗଲା। କିପାଇଁ ଘେନିଗଲା, କାହିଁ ଘେନିଗଲା, ତାହା ସହିତ ସଦ୍ବ୍ୟବହାର କଲା କି ଅସତ୍ ବ୍ୟବହାର କଲା, ଏ ସମସ୍ତ ଗୁପ୍ତ ବିଷୟ ଆମ୍ଭମାନଙ୍କୁ ଭଲ କରି ଜଣା। ହେଲେ ଚାନ୍ଦିଆ ବେହେରା କୌଣସି କାରଣରୁ ଏ କଥା ଅନେକ ଦିନ ପର୍ଯ୍ୟନ୍ତ ଲୁଚାଇଥିବାରୁ ଆମ୍ଭେମାନେ ପ୍ରକାଶ କରିବାକୁ ନାରାଜ। ଲୋକଟା ଡଙ୍ଗାରୁ ପାଣିକି ଡେଇଁ ପଡ଼ିବା ବେଳେ ତାହା ଗଣ୍ଠିରିରୁ ଡେମ୍ଫେ ଲମ୍ବ ବିଡ଼ାଏ ତାଳପତ୍ର ଡଙ୍ଗାରେ ପଡ଼ିଯାଇଥିଲା। ସେହି ବିଡ଼ାଟା ଚାନ୍ଦିଆ ପଲା ମଧ୍ୟରେ ଲୁଚାଇ ରଖିଥାଏ। କିଛିଦିନ ଉତ୍ତାରେ ଜଣେ ପଝାରୀ ଅବଧାନକୁ ପଢ଼ାଇବାରେ ସେ ଖଣ୍ଡେ ପତ୍ରରୁ ଏହିପରି ପଢ଼ିଲେ। ଶ୍ରୀ ଶ୍ରୀ ମୁକୁନ୍ଦଦେବଙ୍କ 7 ଅଙ୍କ କୁମ୍ଭମାସ କୃଷ୍ଣପକ୍ଷ 2ତୀୟା ଦିନ ବେଳ 2 ଘଡ଼ି ସମୟରେ ଗୋବିନ୍ଦପୁର ଜମିଦାର ରାମଚନ୍ଦ୍ର ମଙ୍ଗରାଜ ମହାଜନଙ୍କ ସାକ୍ଷାତକୁ ଏହି ଗ୍ରାମର ରହିବା ଲୋକ ତେଲୀପୁଅ ଶ୍ୟାମ ସାହୁର ଦେଲି ଗୁଜା। ଏ ନିମନ୍ତେ ଗୁଜା ଲେଖିଦେଲେ କି, ମୋ ପୁଅ ଭୀମା ବିଭାଘରକୁ ଆପଣଙ୍କଠାରୁ 10 ଟଙ୍କା କରଜ ନେଲି। ଆସନ୍ତା ଧନୁ ମାସରେ
ମୋ ଖଳା ଉପରୁ ଆପଣଙ୍କ ଖମାର ଗଉଣୀରେ ଦାଣ୍ଡ ଭାଉ ପ୍ରମାଣେ ଧାନ ମାପି ନେଇ ତହିଁ କଳନ୍ତରକୁ ଅଧା କି ମୂଳ ନୌତିକେ 8 ବିଶ୍ଵା ପରିମାଣରେ ମାପି ନେବେ। ଏ ପ୍ରମାଣ ଏଥକୁ ସାକ୍ଷୀ ଚନ୍ଦ୍ର ସୂର୍ଯ୍ୟ 10 ଦିଗପାଳ। ଚାନ୍ଦିଆ ବେହେରା ଡଙ୍ଗା ବାହି ନେଲା ବେଳେ ଢେର ଦିନ ପର୍ଯ୍ୟନ୍ତ ଠିକ୍ ସେହି ସ୍ଥାନରେ ଥରେ ଅନାଏ।